नमस्कार दर्शक बंधु आपणक शिशु कौन 6 मास पूरी जाइए आप चिंतार अच्छा जे माँ क्षीर सहित से प्रथम क्यों खाद्य देवे तेबे आपण जानते कि 6 मास पर केवल माँ क्षीर शिशुर संपूर्ण विकास ପାଇଁ ଯଥେଷ୍ଟ ହୋଇନଥାଏ କାହିଁକି ଆସନ୍ତୁ ଜାଣିବା ଦେଖନ୍ତୁ କେବଳ ମାଁ କ୍ଷୀର ଏହି ସମୟ ପରେ ଶିଶୁର ସମ୍ପୂର୍ଣ୍ଣ ଆବଶ୍ୟକତାକୁ ପୂରଣ କରିପାରେ ନାହିଁ ଶିଶୁର ଶରୀରକୁ ଅତିରିକ୍ତ ଲୌହସାର ପୁଷ୍ଟିସାର ଜୀବସାର ଏବଂ ଖଣିଜ ଲବଣର ଆବଶ୍ୟକତା ପଡ଼ିଥାଏ ଶିଶୁର ହଜମ ପ୍ରକ୍ରିୟାକୁ ସହଜ କରିବା ପାଇଁ ଅତି ନରମ ଏବଂ ପତଳା ଖାଦ୍ୟ ଦେବା ନିହାତି ଜରୁରୀ ଅଟେ ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ଏମିତି 7ଟି ସୁପରଫୁଡ୍ ବିଷୟରେ ଯାହା ଆପଣଙ୍କର ଶିଶୁର ଓଜନ ମାନସିକ ବିକାଶ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ଦ୍ରୁତ ଗତିରେ ବଢ଼ାଇ ପାରିବ ପ୍ରଥମ ସୁପରଫୁଡ୍ଟି ହେଲା ପତଳା ଡାଲି ପାଣି ମୁଗ ଡାଲି ପାଣି ଶିଶୁ ପାଇଁ ସବୁଠାରୁ ସହଜ ଏବଂ ପ୍ରଥମ ପସନ୍ଦ କାହିଁକି ନା ଏହା ସହଜରେ ହଜମ ହୋଇଥାଏ ଏବଂ ଶିଶୁର ଶରୀରକୁ ଉପଯୁକ୍ତ ମାତ୍ରାରେ ପୁଷ୍ଟିସାର ପ୍ରଦାନ କରିଥାଏ ଏବଂ ନୂତନ ସ୍ୱାଦ ଗ୍ରହଣ କରିବା ପାଇଁ ଏହା ହେଉଛି ସବୁଠାରୁ ଶ୍ରେଷ୍ଠ ଆରମ୍ଭ ଦ୍ୱିତୀୟ ସୁପରଫୁଡ୍ଟି ହେଲା ଭାତର ପେଜ ବା ଯାହାକୁ ଆମେ ତୁରନ୍ତ ଶକ୍ତି ଦେବା ଭଳିଆ ଏକ ଖାଦ୍ୟ ବୋଲିକି ମଧ୍ୟ କହିଥାଉ କାହିଁକି ଏହା ଏକ ସୁପରଫୁଡ୍ ବୋଲି ଗଣନା କରାଯାଏ ଭାତ ରାନ୍ଧିବା ପରେ ଯେଉଁ ପେଜ ବାହାରେ ତାହା ଶିଶୁ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଏହା ପେଟ ପାଇଁ ଭାରି ନୁହେଁ ଏବଂ ସହଜରେ ଶକ୍ତି ପ୍ରଦାନ କରେ ଏହା ଶିଶୁର କୋମଳ ଶରୀରକୁ ତୁରନ୍ତ ଏବଂ ପ୍ରଚୁର ଶକ୍ତି ପ୍ରଦାନ କରିଥାଏ ସେହିପରି ଭାବରେ ତୃତୀୟ ସୁପରଫୁଡ୍ଟି ହେଲା କଦଳୀ ଚକଟା ପାଚିଲା କଦଳୀ ହେଉଛି ଏକ ପ୍ରକୃତ ସୁପରଫୁଡ୍ ଏହାକୁ ଭଲ ଭାବେ ଚକଟି ଶିଶୁକୁ ଦେଲେ ଗିଳିବା ଅତି ସହଜ ହୁଏ କାହିଁକି ନା ଏଥିରେ ପଟାସିୟମ୍ ଲୌହସାର ଏବଂ ତନ୍ତୁ ଜାତୀୟ ଉପାଦାନ ଥାଏ ଯାହାକି ଶିଶୁର ଦ୍ରୁତ ଶାରୀରିକ ବୃଦ୍ଧି ଓ ସୁସ୍ଥ ହଜମ କ୍ରିୟାରେ ସାହାଯ୍ୟ କରିଥାଏ ଚତୁର୍ଥ ସୁପରଫୁଡ୍ଟି ହେଲା ସେଓ ପ୍ୟୁରି ସେଓକୁ ଭଲ ଭାବେ ସିଝାଇ ବା ବାଷ୍ପରେ ପ୍ରସ୍ତୁତ କରାଯାଇଥିବା ପ୍ୟୁରି ଅତ୍ୟନ୍ତ ସ୍ୱାଦିଷ୍ଟ ଏହାର ହାଲୁକା ମିଠା ସ୍ୱାଦ ଯୋଗୁଁ ଶିଶୁମାନେ ଏହାକୁ ଖୁବ୍ ଶୀଘ୍ର ଆପଣାଇ ନିଅନ୍ତି ଏଥିରେ ଥିବା ତନ୍ତୁ ଏବଂ ଆଣ୍ଟିଅକ୍ସିଡାଣ୍ଟ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ମଜବୁତ କରିଥାଏ ପଞ୍ଚମ ସୁପରଫୁଡ୍ଟି ହେଲା ପତଳା ସୁଜି କ୍ଷୀରି ଧୀରେ ଧୀରେ ଶିଶୁ କଠିନ ଆହାର ଅଭ୍ୟାସ କଲାବେଳେ ପତଳା ସୁଜି କ୍ଷୀରି ଏକ ସନ୍ତୋଷଜନକ ବିକଳ୍ପ ଏହାକୁ ଆପଣ ଅତି ସୁନ୍ଦର ଭାବରେ ଶିଶୁକୁ ଦେଇପାରିବେ ଏହାକୁ ପତଳା କରିବା ପାଇଁ ପାଣି କିମ୍ବା କ୍ଷୀରରେ ଭଲ ଭାବରେ ରାନ୍ଧି ଦିଅନ୍ତୁ ଏହାଦ୍ୱାରା ଶିଶୁର ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂରି ରହିଥାଏ ଷଷ୍ଠ ସୁପରଫୁଡ୍ଟି ହେଲା ସିଝା ଓ ଚକଟା ପନିପରିବା ଗାଜର କଖାରୁ ଆଲୁ କନ୍ଦମୂଳ ଭଳି ପନିପରିବାକୁ ସିଝାଇ ଭଲ ଭାବେ ଚକଟି ପ୍ରସ୍ତୁତ କରନ୍ତୁ ଏହା ଶିଶୁକୁ ବିଭିନ୍ନ ପ୍ରାକୃତିକ ସ୍ୱାଦର ପରିଚୟ କରାଇବାରେ ସାହାଯ୍ୟ କରିଥାଏ ତା ସହିତ ଜୀବସାର ଓ ଖଣିଜ ଲବଣରେ ଭରପୁର ଏହି ଖାଦ୍ୟ ଶିଶୁର ଶାରୀରିକ ଓ ମାନସିକ ବିକାଶ ପାଇଁ ମଧ୍ୟ ଶ୍ରେଷ୍ଠ ଅଟେ ସପ୍ତମ ସୁପରଫୁଡ୍ଟି ହେଲା ଘରେ ପ୍ରସ୍ତୁତ ଦଲିଆ ଘରେ ପ୍ରସ୍ତୁତ ପତଳା ଦଳିଆ ଏକ ଅତ୍ୟନ୍ତ ପୁଷ୍ଟିକର ଏବଂ ପୂର୍ଣ୍ଣାଙ୍ଗ ଆହାର ଏହାକୁ ଗରମ ମୁଗ ଡାଲି କିମ୍ବା ମଲ୍ଟିଗ୍ରେନ୍ରୁ ପ୍ରସ୍ତୁତ କରାଯାଇ ଶିଶୁକୁ ସୁସ୍ଥ ଓ ନିରୋଗ ରଖିବା ସହିତ ସୁସ୍ଥ ହଜମରେ ଏହା ସହାୟକ ହୋଇଥାଏ ଏହା ଶିଶୁ ପାଇଁ ଏକ ସମ୍ପୂର୍ଣ୍ଣ ଏବଂ ପୁଷ୍ଟିକର ଆହାର ଏବଂ ଶେଷରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଏହି ସବୁ ଖାଦ୍ୟ ଦେବା ସହିତ ଶିଶୁର ସୁରକ୍ଷା ପାଇଁ କେତୋଟି ଆମକୁ ନିୟମ ମାନିବାକୁ ପଡ଼ିବ ପ୍ରଥମେ ଦେଖିବେ ଧୀରେ ଧୀରେ ଆରମ୍ଭ କରିବା କଥା ସର୍ବଦା ଗୋଟିଏ ନୂଆ ଖାଦ୍ୟ ଅଳ୍ପ ପରିମାଣରେ ଅର୍ଥାତ୍ 1ରୁ 2 ଚାମଚ ଦେବା ଆରମ୍ଭ କରନ୍ତୁ ଆପଣଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଖାଦ୍ୟ ଯଦି ଶିଶୁକୁ ବେଶୀ ପରିମାଣରେ ଦିଆଯାଏ ତାହେଲେ ତାର ସ୍ୱାସ୍ଥ୍ୟ ପାଇଁ କ୍ଷତି ପହଞ୍ଚାଇଥାଏ ଦ୍ୱିତୀୟ କଥା ହେଲା ଯେ ଆଲର୍ଜି ପ୍ରତି ସଚେତନ ରୁହନ୍ତୁ ଆପଣ ଯେଉଁ ନୂତନ ଖାଦ୍ୟଟି ପ୍ରସ୍ତୁତ କରୁଛନ୍ତି ତାହା ଶିଶୁର ସ୍ୱାସ୍ଥ୍ୟ ପାଇଁ ଆଲର୍ଜି ସୃଷ୍ଟି କରୁନି ତ ତାହା ପ୍ରତି ମଧ୍ୟ ଆପଣ ଧ୍ୟାନ ଦିଅନ୍ତୁ ପ୍ରତି ନୂଆ ଖାଦ୍ୟ ମଧ୍ୟରେ ଅତି କମରୁ 2ରୁ 3 ଦିନର ବ୍ୟବଧାନ ରଖି ଶିଶୁର ସ୍ଥିତିକୁ ସର୍ବଦା ଯାଞ୍ଚ କରନ୍ତୁ ଯାହାଦ୍ୱାରା ଆପଣ ଶିଶୁର ପସନ୍ଦ ନାପସନ୍ଦ ସହିତ ଆଲର୍ଜି ମଧ୍ୟ ଜାଣିପାରିବେ ଏବଂ ତାହା ସହିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ମାଁ କ୍ଷୀର ଦେବା ଆପଣ ଜାରି ରଖନ୍ତୁ ଯଦିଓ ଆପଣ ଏହି ସୁପରଫୁଡ୍ ଗୁଡ଼ିକ ଦେଉଛନ୍ତି ତଥାପି ମନେ ରଖନ୍ତୁ ଏହା କେବଳ ଅତିରିକ୍ତ ଆହାର ମାଁ କ୍ଷୀର ଦେବା ମଧ୍ୟ ନିହାତି ଜାରି ରଖିବା ଦରକାର ଆଶା କରୁଛି ଏ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ ଧନ୍ୟବାଦ